ପିଲାମାନେ ଆଜି ଏଇ ଭିଡିଓରେ ଓଡ଼ିଆ ଅପସନାଲ ଓଡ଼ିଆ ଇଚ୍ଛାଧୀନରେ ଥିବା ନିର୍ବାସିତର ବିଳାପ ଏହି କବିତାଟିର MCQ ପ୍ରଶ୍ନ ଗୁଡ଼ିକ ଆଲୋଚନା କରିବା ଏବଂ ସହଜରେ ବୁଝିବା। ପିଲାମାନେ ଏହି ନିର୍ବାସିତର ବିଳାପ କବିତାର କବି କିଏ ନା ମଧୁସୂଦନ ରାଓ। ପିଲାମାନେ ତମାନେ ଏହି କବି ନାଁ ଭଲ ଭାବରେ ମନେ ରଖିବ, ଏମିତି ବି ପରୀକ୍ଷାରେ ପଡିପାରେ। ନିର୍ବାସିତର ବିଳାପ କବିତାର କବି କିଏ? ଚାରୋଟି ଅପସନ ଦେଇଥିବ, ତା ଭିତରେ ମଧୁସୂଦନ ରାଓ ଥିବ। ତମାନେ ମନେ ରଖିବ ଏହାର ସଠିକ ଉତ୍ତର କଣ ହେବ ନା ମଧୁସୂଦନ ରାଓ। ତ ପିଲାମାନେ MCQ ପ୍ରଶ୍ନ ଗୁଡ଼ିକ ଭଲ ଭାବରେ ଦେଖିବା, ଆଲୋଚନା କରିବା। ପିଲାମାନେ ତମାନଙ୍କ ପାଇଁ ଫାଷ୍ଟ ପ୍ରଶ୍ନ, ନୈତିକତା ବୋଧ ଓ ଉପନିଷଦୀୟ ଭାବଧାରା ସୃଷ୍ଟି କରିଥିବା ଭକ୍ତ କବି ମଧୁସୂଦନ ରାଓ କେଉଁ ଧର୍ମ ଗ୍ରହଣ କରିଥିଲେ? ଅପସନ ଅଛି ଖ୍ରୀଷ୍ଟିଆନ, ହିନ୍ଦୁ, ବ୍ରାହ୍ମ, ଇହୁଦୀ। ତ ତାହେଲେ ପିଲାମାନେ ସଠିକ ଉତ୍ତର କେଉଁଟା ହବ ନା ବ୍ରାହ୍ମ। ନୈତିକତା ବୋଧ ଓ ଉପନିଷଦୀୟ ଭାବଧାରା ସୃଷ୍ଟି କରିଥିବା ଭକ୍ତ କବି ମଧୁସୂଦନ ରାଓ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଭକ୍ତ କବି ମଧୁସୂଦନ ରାଓ ଓଡ଼ିଆ ସାହିତ୍ୟରେ କାହାର ସମସାମୟିକ ଥିଲେ? ଅପସନ ଅଛି ରାଧାନାଥ ରାୟ, ଗୋପବନ୍ଧୁ ଦାସ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଜଗନ୍ନାଥ ଦାସ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ରାଧାନାଥ ରାୟ। ଭକ୍ତ କବି ମଧୁସୂଦନ ରାଓ ଓଡ଼ିଆ ସାହିତ୍ୟରେ ରାଧାନାଥ ରାୟ ସମସାମୟିକ ଥିଲେ। ତ ପିଲାମାନେ ତମାନେ ମନେ ରଖିବ, ଏହି କ୍ୱେଶ୍ଚନଟି ତମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଛି। ନେକ୍ସଟ କ୍ୱେଶ୍ଚନ, ନିର୍ଜନ ଦ୍ୱୀପରେ ନାବିକଙ୍କ ସହିତ ଆଉ କିଏ ଥିଲେ? ନିର୍ଜନ ଦ୍ୱୀପରେ ନାବିକଙ୍କ ସହିତ ଆଉ କିଏ ଥିଲେ? ଅପସନ ଅଛି ଜଣେ ଲୋକ, ଅଳ୍ପ ଲୋକ, ବହୁ ଲୋକ, କେହି ନଥିଲେ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ କେହି ନଥିଲେ। ନିର୍ଜନ ଦ୍ୱୀପରେ ନାବିକଙ୍କ ସହିତ କେହି ନଥିଲେ। ନେକ୍ସଟ କ୍ୱେଶ୍ଚନ, କବିତାରେ ମଣିଷର ମୁଖକୁ କାହା ସହ ତୁଳନା କରାଯାଇଛି? କବିତାରେ ମଣିଷର ମୁଖକୁ କାହା ସହ ତୁଳନା କରାଯାଇଛି? ଅପସନ ଅଛି ଦେବତା, ଗନ୍ଧର୍ବ, ମାନବ, ଅସୁର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଦେବତା। କବିତାରେ ମଣିଷର ମୁଖକୁ ଦେବତା ସହ ତୁଳନା କରାଯାଇଛି। ନେକ୍ସଟ କ୍ୱେଶ୍ଚନ, ପବନର କେଉଁ ପ୍ରତିଶବ୍ଦ କବିତାରେ ବ୍ୟବହୃତ ହୋଇନାହିଁ? ପବନର କେଉଁ ପ୍ରତିଶବ୍ଦ କବିତାରେ ବ୍ୟବହୃତ ହୋଇନାହିଁ? ଅପସନ ଅଛି ପ୍ରଭଞ୍ଜନ, ବାୟୁ, ସମୀର, ଅନିଳ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଅନିଳ। ପବନର ଅନିଳ ପ୍ରତିଶବ୍ଦ କବିତାରେ ବ୍ୟବହୃତ ହୋଇନାହିଁ। ନେକ୍ସଟ କ୍ୱେଶ୍ଚନ, ନିଜକୁ ଚତୁର୍ଦିଗର ଅଧୀଶ୍ୱର କହିବା ଦ୍ୱାରା ନିର୍ବାସିତର କେଉଁ ମନୋଭାବ ପ୍ରକାଶ ପାଉଛି? ତ ପିଲାମାନେ ଏହାର ଅପସନ ଅଛି ଅହଙ୍କାର, ବିନମ୍ରତା, କରୁଣ, ପ୍ରେମ। ତ ଏହାର ସଠିକ ଉତ୍ତର ହେବ କରୁଣ। ନିଜକୁ ଚତୁର୍ଦିଗର ଅଧୀଶ୍ୱର କହିବା ଦ୍ୱାରା ନିର୍ବାସିତର କରୁଣ ମନୋଭାବ ପ୍ରକାଶ ପାଉଛି। ତ ପିଲାମାନେ ତମାନେ ମନେ ରଖିବ କଣ ହେବ ନା କରୁଣ ମନୋଭାବ ପ୍ରକାଶ ପାଉଛି। ନେକ୍ସଟ କ୍ୱେଶ୍ଚନ, ନିର୍ବାସିତ ନାବିକ କେଉଁ ପ୍ରକାର ଭାବବୋଧ କବିତାରେ ପ୍ରତିଫଳିତ ହୋଇଛି? ନିର୍ବାସିତ ନାବିକ କେଉଁ ପ୍ରକାର ଭାବବୋଧ କବିତାରେ ପ୍ରତିଫଳିତ ହୋଇଛି? ଏହାର ଅପସନ ଅଛି ମାନସିକ ଭାବବୋଧ, ବିୟୋଗାନ୍ତକ ଭାବବୋଧ, ସନ୍ତୋଷ ଭାବବୋଧ, ମୋହମାୟାର ଭାବବୋଧ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ମାନସିକ ଭାବବୋଧ। ନେକ୍ସଟ କ୍ୱେଶ୍ଚନ, ସୁନ୍ଦର ଦେବତୁଲ୍ୟ ବୋଲି କାହାକୁ କୁହାଯାଇଛି? ସୁନ୍ଦର ଦେବତୁଲ୍ୟ ବୋଲି କାହାକୁ କୁହାଯାଇଛି? ତ ପିଲାମାନେ ଏହାର ଅପସନ ଅଛି ପଶୁଙ୍କ ମୋହ, ଅସୁର ମୋହ, ନର ଆନନ, ବିଷଣ୍ଣ ବଦନ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ନର ଆନନ। ସୁନ୍ଦର ଦେବତୁଲ୍ୟ ବୋଲି ନର ଆନନକୁ କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, କଣ ନଥିଲେ ଜୀବନ ବୃଥା ହୁଏ? କଣ ନଥିଲେ ଜୀବନ ବୃଥା ହୁଏ? ଅପସନ ଅଛି ଧର୍ମ, ଧନ, ଯୌବନ, ଅହଙ୍କାର।
तो यार सठिक उत्तर हेब धर्म। धर्म नथिले जीवन वृथा हुए। नेक्स्ट क्वेश्चन, देव अर्चना वाद्य केउ माने थरे हेले शुणी नाहांती। देव अर्चना वाद्य केउ माने थरे हेले शुणी नाहांती। ऑप्शन अछि पवन, पानी, गिरिगण, आकाश। तो पिला माने यार सठिक उत्तर हेब कौन ना गिरिगण। देव अर्चना वाद्य गिरिगण माने थरे हेले शुणी नाहांती। तो पिला माने तमाने मने रखिबो यार सठिक उत्तर हेब गिरिगण। नेक्स्ट क्वेश्चन, निर्वासित व्यक्तिटी चौ दिगरे जहा सबु देखुथिला से निजकु से सबुर कौन बोली भाबुथिला। निर्वासित व्यक्तिटी चौ दिगरे जहा सबु देखुथिला से निजकु से सबुर कौन बोली भाबुथिला। तो पिला माने ऑप्शन अछि सेवक, साथी, अधीश्वर, अधीन। तो यार सठिक उत्तर कौन हेब अधीश्वर। निर्वासित व्यक्तिटी चौ दिगरे जहा सबु देखुथिला से निजकु से सबुर अधीश्वर बोली भाबुथिला। तो पिला माने तमाने मने रखिबो यार सठिक उत्तर कौन हेबो ना अधीश्वर। नेक्स्ट क्वेश्चन, कीट पतंग ठारू केसरी करी पर्यंत सबु काहार सृष्टि बोली से भाबुथिला। कीट पतंग ठारू केसरी करी पर्यंत सबु काहार सृष्टि बोली से भाबुथिला। ऑप्शन अछि भगवानकर, पड़ोसींकर, राजांकर, ता निजर। तो पिला माने यार सठिक उत्तर हेब कौन ना ता निजर। नेक्स्ट क्वेश्चन, मणि कांचन काहा सहित सरी नुहई। मणि कांचन काहा सहित सरी नुहई। ऑप्शन अछि धर्म, धन, यौवन, प्रभुत्व। तो पिला माने यार सठिक उत्तर हेब धर्म। मणि कांचन धर्म सहित सरी नुहई। नेक्स्ट क्वेश्चन, निर्वासितर केउ बारता जन समीपकु जाई परिबो नाही। निर्वासितर केउ बारता जन समीपकु जाई परिबो नाही। ऑप्शन अछि निखोज हेबा, जीवन दीप लिभि जिबा, निर्जन दीपर राजा हेबा, शून्य सह वार्तालाप करिबा। तो पिला माने यार सठिक उत्तर हेब जीवन दीप लिभि जिबा। निर्वासितर जीवन दीप लिभि जिबा बारता जन समीपकु जाई परिबो नाही। नेक्स्ट क्वेश्चन, मनुष्य कंठर ध्वनि किपरि। ऑप्शन अछि मधुमय, विषमय, दयामय, मायामय। तो पिला माने यार सठिक उत्तर हेब मधुमय। मनुष्य कंठर ध्वनि हेउछि मधुमय। नेक्स्ट क्वेश्चन, केउठारे बास करिबा बरং भल बोली निर्वासित व्यक्तिटी विचार करिछि। केउठारे बास करिबा बरং भल बोली निर्वासित व्यक्तिटी विचार करिछि। ऑप्शन अछि रण क्षेत्ररे, सागर बक्षरे, अरण्यरे, महाकाशरे। तो पिला माने यार सठिक उत्तर हेब रण क्षेत्ररे। रण क्षेत्ररे बास करिबा बरং भल बोली निर्वासित व्यक्तिटी विचार करिछि। नेक्स्ट क्वेश्चन, निर्वासित व्यक्तिटी ए भीमस्थळे काहाकू अधम गति बोली कहिछि। निर्वासित व्यक्तिटी ए भीमस्थळे काहाकू अधम गति बोली कहिछि। ऑप्शन अछि संतान प्राप्ति, राज्य प्राप्ति, कन्या प्राप्ति, भूमि प्राप्ति। तो पिला माने यार सठिक उत्तर हेब राज्य प्राप्ति। नेक्स्ट क्वेश्चन, निर्वासित व्यक्तिटी केउ आड़कू देखुथिला। निर्वासित व्यक्तिटी केउ आड़कू देखुथिला। ऑप्शन अछि तळकू, उपरकू, आगपटकू, चौ दिगकू। तो पिला माने यार सठिक उत्तर हेब चौ दिगकू। निर्वासित व्यक्तिटी चौ दिग आड़कू देखुथिला। नेक्स्ट क्वेश्चन, से काहाठारू सदुपदेश नेबा पाई चाहिछि। से काहाठारू सदुपदेश नेबा पाई चाहिछि। ऑप्शन अछि सांगसाथीक ठारू, प्रवीण जन ठारू, छात्र ठारू, पिला मानक ठारू। तो यार सठिक उत्तर हेब प्रवीण जन ठारू। नेक्स्ट क्वेश्चन, से निर्जन दीपरे निर्वासितर कौन लिभिजिब।
ସେ ନିର୍ଜନ ଦୀପରେ ନିର୍ବାସିତର କ'ଣ ଲିଭିଯିବ? ଅପସନ୍ ଅଛି ଜୀବନ ଦୀପ, ତୈଳ ପ୍ରଦୀପ, ସଞ୍ଜ ଦୀପାଳି, ଆକାଶ ଦୀପ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଜୀବନ ଦୀପ। ସେ ନିର୍ଜନ ଦୀପରେ ନିର୍ବାସିତର ଜୀବନ ଦୀପ ଲିଭିଯିବ। ନେକ୍ସଟ କ୍ୱେଶ୍ଚନ, କାହାର ଶକ୍ତି ଅଚିନ୍ତନୀୟ ବୋଲି କୁହାଯାଇଛି? ଅପସନ୍ ଅଛି ନାରୀର, ପୁରୁଷର, ପଶୁପକ୍ଷୀଙ୍କର, ମନର। ଏହାର ସଠିକ ଉତ୍ତର ହେବ ମନର। ମନର ଶକ୍ତି ଅଚିନ୍ତନୀୟ ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, କ୍ଷଣ ମାତ୍ରକେ ମନ କ'ଣ ଦର୍ଶନ କରେ? କ୍ଷଣ ମାତ୍ରକେ ମନ କ'ଣ ଦର୍ଶନ କରେ? ଅପସନ୍ ଅଛି ଅନନ୍ତ ଆକାଶ, ଅନନ୍ତ ସାଗର, ଅପରିସୀମ ବିଶ୍ୱଭୁବନ, ବିପୁଳ ବନାନୀ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ କ'ଣ ନା ଅପରିସୀମ ବିଶ୍ୱଭବନ। କ୍ଷଣ ମାତ୍ରକେ ମନ ଅପରିସୀମ ବିଶ୍ୱଭବନ ଦର୍ଶନ କରେ। ନେକ୍ସଟ କ୍ୱେଶ୍ଚନ, ନିର୍ବାସିତ ବ୍ୟକ୍ତିଟି ନିଜକୁ କାହାର କ୍ରୀଡ଼ାନକ ବୋଲି କହିଛି? ନିର୍ବାସିତ ବ୍ୟକ୍ତିଟି ନିଜକୁ କାହାର କ୍ରୀଡ଼ାନକ ବୋଲି କହିଛି? ତ ପିଲାମାନେ ଏହାର ଅପସନ୍ ଅଛି ଜଳର, ବାୟୁର, ପାହାଡ଼ର, ନିର୍ଜନତାର। ତ ଏହାର ସଠିକ ଉତ୍ତର ହେବ ବାୟୁର। ନିର୍ବାସିତ ବ୍ୟକ୍ତିଟି ନିଜକୁ ବାୟୁର କ୍ରୀଡ଼ନକ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, କ'ଣ ବହି ଆଣିବା ପାଇଁ ବାୟୁକୁ ଅନୁରୋଧ କରାଯାଇଛି? କ'ଣ ବହି ଆଣିବା ପାଇଁ ବାୟୁକୁ ଅନୁରୋଧ କରାଯାଇଛି? ଅପସନ୍ ଅଛି ସ୍ୱଦେଶ, ସୁସମାଚାର, ଫୁଲର ସୁରଭି, ପ୍ରଶ୍ୱାସ ବାୟୁ, ଭୀଷଣ ଝଟିକା। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ସ୍ୱଦେଶ ସୁସମାଚାର। କ'ଣ ହେବ ନା ସ୍ୱଦେଶ ସୁସମାଚାର। ସ୍ୱଦେଶ ସୁସମାଚାର ବହି ଆଣିବା ପାଇଁ ବାୟୁକୁ ଅନୁରୋଧ କରାଯାଇଛି। ନେକ୍ସଟ କ୍ୱେଶ୍ଚନ, ଦୁଃଖୀ ହୃଦୟ ଭାରକୁ କିଏ ଲଘୁ କରିଦିଏ? ଦୁଃଖୀ ହୃଦୟ ଭାରକୁ କିଏ ଲଘୁ କରିଦିଏ? ଅପସନ୍ ଅଛି ଧନ ସମ୍ପତ୍ତି, ସହ ଧର୍ମିଣୀ, ପୁତ୍ର କନ୍ୟା, ଈଶ୍ୱର ଦୟା। ତ ଏହାର ସଠିକ ଉତ୍ତର ହେବ ଈଶ୍ୱର ଦୟା। ଦୁଃଖୀ ହୃଦୟ ଭାରକୁ ଈଶ୍ୱର ଦୟା ଲଘୁ କରିଦିଏ। ନେକ୍ସଟ କ୍ୱେଶ୍ଚନ, ମୁନି ନୟନକୁ କିଏ ମୋହିତ କରିଛି? ମୁନି ନୟନକୁ କିଏ ମୋହିତ କରିଛି? ଅପସନ୍ ଅଛି ବିଜନତା, କରତାଳି ଧ୍ୱନି, ଶଙ୍ଖ ଧ୍ୱନି, କୋଳାହଳ ଧ୍ୱନି। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ବିଜନତା। ମୁନି ନୟନକୁ ବିଜନତା ମୋହିତ କରିଛି। ନେକ୍ସଟ କ୍ୱେଶ୍ଚନ, ନିର୍ବାସିତ ବ୍ୟକ୍ତିଟି କେଉଁ ଶବ୍ଦ ଶୁଣି ଚମକି ପଡ଼ୁଥିଲା? ନିର୍ବାସିତ ବ୍ୟକ୍ତିଟି କେଉଁ ଶବ୍ଦ ଶୁଣି ଚମକି ପଡ଼ୁଥିଲା? ଅପସନ୍ ଅଛି ପଶୁଙ୍କ ଡାକ, ପକ୍ଷୀଙ୍କ କାକଳି, ଲହଡ଼ି ସ୍ୱନ, ନିଜର କଣ୍ଠସ୍ୱର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ନିଜର କଣ୍ଠସ୍ୱର। ନିର୍ବାସିତ ବ୍ୟକ୍ତିଟି ନିଜର କଣ୍ଠସ୍ୱର ଶୁଣି ଚମକି ପଡ଼ୁଥିଲା। ନେକ୍ସଟ କ୍ୱେଶ୍ଚନ, କେଉଁମାନେ ନର ପ୍ରଭାବ ଜାଣିନଥିବାରୁ ଅନସ୍ଥା ଭାବ ପ୍ରକଟ କରୁଥିଲେ? କେଉଁମାନେ ନର ପ୍ରଭାବ ଜାଣିନଥିବାରୁ ଅନସ୍ଥା ଭାବ ପ୍ରକଟ କରୁଥିଲେ? ଅପସନ୍ ଅଛି ପଶୁମାନେ, ପକ୍ଷୀମାନେ, କୀଟମାନେ, ପତଙ୍ଗମାନେ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ପଶୁମାନେ। ପଶୁମାନେ ନର ପ୍ରଭାବ ଜାଣିନଥିବାରୁ ଅନସ୍ଥା ଭାବ ପ୍ରକଟ କରୁଥିଲେ। ନେକ୍ସଟ କ୍ୱେଶ୍ଚନ, କେଉଁ ଅନୁଭୂତି ପାଇବା ପାଇଁ ଦେବତାମାନେ ମଧ୍ୟ ନର ଜନ୍ମ ପାଇଁ ଆଗ୍ରହୀ ହୁଅନ୍ତି? କେଉଁ ଅନୁଭୂତି ପାଇବା ପାଇଁ ଦେବତାମାନେ ମଧ୍ୟ ନର ଜନ୍ମ ପାଇଁ ଆଗ୍ରହୀ ହୁଅନ୍ତି? ଅପସନ୍ ଅଛି ବନ୍ଧୁତା ଓ ପ୍ରେମ, ବୀରତ୍ୱ ଓ ଗରିମା, ଦୁଃଖ ଓ ଶୋକ, ଅହଙ୍କାର ଓ ଅଭିମାନ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ବନ୍ଧୁତା ଓ ପ୍ରେମ। ବନ୍ଧୁତା ଓ ପ୍ରେମ ଅନୁଭୂତି ପାଇବା ପାଇଁ ଦେବତାମାନେ ମଧ୍ୟ ନର ଜନ୍ମ ପାଇଁ ଆଗ୍ରହୀ ହୁଅନ୍ତି। ନେକ୍ସଟ କ୍ୱେଶ୍ଚନ, ଗିରି ଓ ସମୁଦ୍ର ଲଙ୍ଘନ କରିବା ପାଇଁ ନିର୍ବାସିତ ବ୍ୟକ୍ତିଟି କ'ଣ ଚାହୁଁଥିଲା? ଅପସନ୍ ଅଛି ପୌରୁଷ, ବିହଙ୍ଗ ପକ୍ଷ, ପରାକ୍ରମ, ବାହୁବଳ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ବିହଙ୍ଗ ପକ୍ଷ। ଗିରି ଓ ସମୁଦ୍ର ଲଙ୍ଘନ କରିବା ପାଇଁ
ନିର୍ବାସିତ ବ୍ୟକ୍ତିଟି ବିହଙ୍ଗ ପକ୍ଷ ଚାହୁଁଥିଲା। ନେକ୍ସଟ କ୍ୱେଶ୍ଚନ, ତାର ସନ୍ତାପିତ ପ୍ରାଣ କିପରି ଶୀତଳ ହେବ? ତାର ସନ୍ତାପିତ ପ୍ରାଣ କିପରି ଶୀତଳ ହେବ? ଅପସନ ଅଛି ପୁଷ୍କରିଣୀରେ ସ୍ନାନ କଲେ, ସମୁଦ୍ରରେ ବୁଡ଼ିଲେ, ନଈରେ ପହଁରିଲେ, ପ୍ରିୟଜନଙ୍କୁ ଦେଖିଲେ। ଏହାର ସଠିକ ଉତ୍ତର ହେବ ପ୍ରିୟଜନଙ୍କୁ ଦେଖିଲେ। ପ୍ରିୟଜନଙ୍କୁ ଦେଖିଲେ ତାର ସନ୍ତାପିତ ପ୍ରାଣ ଶୀତଳ ହେବ। ପିଲାମାନେ, ନିର୍ବାସିତର ବିଳାପ ଏହି କବିତାଟିର MCQ ପ୍ରଶ୍ନ ଗୁଡ଼ିକ ଆମେ ଭଲ ଭାବରେ ଆଲୋଚନା କରିନେଲେ। ତ ପିଲାମାନେ, ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।